ପିଶାଚି ପିଶାଚି ସମସ୍ତେ ଯଦି ବଞ୍ଚିବାକୁ ଚାହୁଁଛ ଏଠୁ ପଳାଅ। ସମସ୍ତେ ସେଠୁ ଚାଲିଯିବାକୁ ଚେଷ୍ଟା କଲେ, ହେଲେ ପାରିଲେନି। ପିଶାଚି ତାର ଖଣ୍ଡା ଦେଇ କାଉର ସ୍ତ୍ରୀ ଆଉ ଚିଲର ବେକକୁ କାଟିଦେଲା। ଏସବୁ ଦେଖି ମା ଚଢ଼େଇ ତ ଭୀଷଣ ଡରିଗଲା। ନା ନା, ମତେ ମାରନି, ମତେ ମାରନି, ମୁଁ ତୁମର କିଛି କ୍ଷତି କରିନି, ମତେ ମାରନି। ଆରେ ମା କୁନି, ମୁଁ ଏବେ ଜମିକୁ ଯାଉଛି, ତୋ ପାଇଁ ରୋଷେଇ କରି ଦେଇଛି, ଠିକ ସମୟରେ ଖାଇନେବୁ, ସନ୍ଧ୍ୟା ସୁଦ୍ଧା ମୁଁ ଘରକୁ ଫେରି ଆସିବି। ମା ମା, ମୁଁ ତୁମକୁ ଗୋଟେ କଥା କହିଥାନ୍ତି। ଜାଣିଛ ମା, ଆମ ଜଙ୍ଗଲରେ ଯୋଉ ଆଖୁ ବଗିଚା ଅଛି, ସେଠି ନା ଗୋଟେ ଶିଆଳ ରହୁଛି। ଯିଏ ବି ସେ ଆଖୁ ବଗିଚାକୁ ଯାଏ, ଶିଆଳ ତାକୁ ମାରି ଖାଇଦିଏ। ସେଇ ଆଖୁ ବଗିଚା ପାଖରେ ଚଢ଼େଇ ମାନଙ୍କ ଲୋମ ପଡିଥାଏ, ସେଥିପାଇଁ ଆଉ କେହି ବି ଭୟରେ ସେ ଜାଗାକୁ ଯାଉନାହାନ୍ତି। କଣ କହିଲୁ ରେ ମା, ଏଇ ଜଙ୍ଗଲକୁ ଶିଆଳ ଚାଲି ଆସିଛି? ଇଏ ତ ସତରେ ବହୁ ଚିନ୍ତାର କଥା। ମାରି, ତୁ ଏକୁଟିଆ ବାହାରକୁ ଯିବୁନି। ମୁଁ ଜମିକୁ ଯିବା ବେଳେ ପାରା ଭଉଣୀକୁ ତୋ କଥା କହିଦେଇଥିବି। ମୋର ଯଦି ଫେରୁ ଫେରୁ ଡେରି ହୁଏ, ସେ ଆସି ତ ପାଖରେ ଥିବେ। ଏମିତି କହି ମା ଚଢ଼େଇ ତା ଟ୍ରାକ୍ଟର ନେଇ ଜମିକୁ ଚାଷ କରିବାକୁ ଗଲା। ସନ୍ଧ୍ୟାରେ ମା ଚଢ଼େଇ ତା ଟ୍ରାକ୍ଟର ନେଇ ଘରକୁ ଫେରୁଥିଲା। ହଠାତ୍ ରାସ୍ତାରେ ତା ଟ୍ରାକ୍ଟର ବନ୍ଦ ପଡ଼ିଗଲା। ଆରେ ଆରେ, ଏଇ ଅଧା ରାସ୍ତାରେ ମୋ ଗାଡ଼ିର ପେଟ୍ରୋଲ ସରିଗଲା। ଏବେ ମୁଁ ଗାଡ଼ି ନେଇ କେମିତି ଘରକୁ ଯିବି? ଆରେ ଏଇ ତ ଆଗରେ କାଉ ଭାଇ ଅଟୋ ନେଇ ଯାଉଛନ୍ତି। ମୁଁ ତାଙ୍କୁ ଡାକେ ଆଉ ତାଙ୍କ ଅଟୋରେ ବସି ପେଟ୍ରୋଲ ଦୋକାନକୁ ଯାଇ ପେଟ୍ରୋଲ ଆଣେ। କାଉ ଭାଇ, ଟିକେ ଏଠାକୁ ଆସ। ହଁ ଚଢ଼େଇ, କଣ ପାଇଁ ମତେ ଡାକିଲୁ କହ। ଓ ଏଇ କଥା, ଆସ ମୋ ଅଟୋରେ ବସ, ମୁଁ ଏବେ ତତେ ପେଟ୍ରୋଲ ଦୋକାନକୁ ନେଇଯିବି। ତାପରେ ଚଢ଼େଇ କାଉର ଅଟୋରେ ବସିଲା। କାଉ ତାକୁ ଧରି ଆଗକୁ ଗଲା। କାଉ ଚଢ଼େଇକୁ ଧରି ପେଟ୍ରୋଲ ଦୋକାନକୁ ଗଲା ନାହିଁ, ଓଲଟା ତାକୁ ସେ ଆଖୁ ବଗିଚାକୁ ନେଇଗଲା। ଆରେ ଆରେ କାଉ ଭାଇ, ତୁମେ ମତେ ପେଟ୍ରୋଲ ଦୋକାନକୁ ନ ନେଇ ଏ ଆଖୁ ବଗିଚାକୁ କାହିଁକି ଆଣିଲ? ଆରେ ଚଢ଼େଇ, ଏଇ ପାଖରେ ଗୋଟେ ପେଟ୍ରୋଲ ଦୋକାନ ଅଛି। ତୁ ବୋଧେ ଏଇ ଜାଗାକୁ କେବେ ବି ଆସିନୁ, ସେଥିପାଇଁ ଏ ଜାଗା ବିଷୟରେ ଜାଣିନୁ। ତୁ ମୋ ପଛେ ପଛେ ଆସେ, ମୁଁ ତତେ ସଠିକ ଜାଗାରେ ପହଞ୍ଚେଇ ଦେବି। କାଉର ଏପରି କଥା ଶୁଣି ଚଢ଼େଇ ଆଉ କିଛି ବି ନ କହି ତାର ପଛେ ପଛେ ଗଲା। କିଛି ଦୂର ଗଲା ପରେ ସେମାନେ ଗୋଟେ କଖାରୁ ଘର ପାଖରେ ପହଞ୍ଚିଲେ। କାଉ ଭାଇ, ଏଇଟା କେମିତିକା ଘର? ଏଇ ଘର କେତେ ଭୟଙ୍କର ଦେଖାଯାଉଛି। ଏଠି ତ ପେଟ୍ରୋଲ ଦୋକାନ ନାହିଁ। ଚଢ଼େଇ, ଏଇଟା ଗୋଟେ କଖାରୁ ଘର। ଏଇ ଘର ଭିତରେ ପେଟ୍ରୋଲ ମିଳିବ। ତୁ ଆଗ ଘର ଭିତରକୁ ତ ଆସେ। ଏଇ ଦେଖନ୍ତୁ ଚିଲ ଆଜ୍ଞା, ମୁଁ ଆଜି ଆମ ଜଙ୍ଗଲର ଗୋଟେ ଚଢ଼େଇକୁ ନେଇ ଆସିଛି। ଆରେ କାଉ, ଏତେ ଶୀଘ୍ର ତୁ ତମ ଜଙ୍ଗଲର ପକ୍ଷୀଙ୍କୁ କାହିଁକି ନେଇ ଆସିଲୁ? ଆମେ ଆଗରୁ ଅନ୍ୟ ଜଙ୍ଗଲର ପକ୍ଷୀଙ୍କୁ ମାରୁଥିଲେ, ପରେ ଆମେ ଏ ଜଙ୍ଗଲ ଉପରେ ଆକ୍ରମଣ କରିଥାନ୍ତେ। କେହି କିଛି ଜାଣିପାରିବେନି ଚିଲ ଆଜ୍ଞା। ଏ ଚଢ଼େଇ ଘରକୁ ନ ଫେରିଲେ ସମସ୍ତେ ଜାଣିବେ ସେ ତା ଟ୍ରାକ୍ଟର ତଳେ ଚାପି ହେଇ ମରିଯାଇଛି। ତମେ ମାନେ କଣ କଥା ହେଉଛ? ମୁଁ ତ କିଛି ବି ବୁଝିପାରୁନି। ତତେ କିଛି ବୁଝିବାକୁ ପଡ଼ିବନି ଚଢ଼େଇ। ଆରେ ତମେ ଯାଅ, ଶୀଘ୍ର ଛୁରୀ ଆଣିବାକୁ ମାର, ନହେଲେ ୟାର ଚିତ୍କାର ଶୁଣି ସବୁ ଚଢ଼େଇ ଏଠାକୁ ଚାଲି ଆସିବେ। ଏମିତି ଶୁଣି କାଉ ଶୀଘ୍ର ଛୁରୀ ଆଣିବାକୁ ଗଲା। ହଠାତ୍ ସେତେବେଳେ ଗୋଟେ ମୁଣ୍ଡ କଟା ପିଶାଚି ତା ସାମ୍ନାକୁ ଚାଲି ଆସିଲା। ଏମିତି ଏକ ଭୟଙ୍କର ପିଶାଚିକୁ ଦେଖି ସମସ୍ତେ ଖୁବ୍ ଡରିଗଲେ। ପିଶାଚି ପିଶାଚି, ସମସ୍ତେ ଯଦି ବଞ୍ଚିବାକୁ ଚାହୁଁଛ ଏଠୁ ପଳାଅ। ସମସ୍ତେ ସେଠୁ ଚାଲିଯିବାକୁ ଚେଷ୍ଟା କଲେ, ହେଲେ ପାରିଲେନି। ପିଶାଚି ତାର ଖଣ୍ଡା ଦେଇ କାଉର ସ୍ତ୍ରୀ ଆଉ ଚିଲର ବେକକୁ କାଟିଦେଲା। ଏସବୁ ଦେଖି ମା ଚଢ଼େଇ ତ ଭୀଷଣ ଡରିଗଲା। ନା ନା, ମତେ ମାରନି, ମତେ ମାରନି, ମୁଁ ତୁମର କିଛି କ୍ଷତି କରିନି, ମତେ ମାରନି। ମୁଁ ଜାଣେ ଭଉଣୀ, ତୁ କିଛି କରିନୁ। ମୁଁ ତତେ ରକ୍ଷା କରିବା ପାଇଁ ଏଠାକୁ ଆସିଥିଲି, ଆଉ ତା ସହ ଏମାନଙ୍କୁ ମାରି ମୁଁ ମୋ ମୃତ୍ୟୁର ପ୍ରତିଶୋଧ ନେଲି। ମାନେ ତୁ ମୋ ଭଉଣୀ ଲତା, ଏମାନେ ତତେ ମାରି ଦେଇଛନ୍ତି? ଏସବୁ କେମିତି ହେଲା ଭଉଣୀ? ହଁ, ମୁଁ ତ ଭଉଣୀ ଲତା। ମୁଁ ତତେ ନ ଜଣେଇ ତୋ ଜଙ୍ଗଲକୁ ଆସିଥିଲି ତତେ ଦେଖା କରିବା ପାଇଁ। ଆଜି ମୋ ଭଉଣୀ ଘରକୁ ଆସୁ ଆସୁ ଏତେ ଡେରି ହେଇଗଲା। ଏ ରାତିରେ ମୁଁ ଏବେ ମୋ ଭଉଣୀ ଘରକୁ କେମିତି ଯେ ଯିବି?
କିଏ କଥା କହୁଛ? ମୋ ପାଖକୁ ଆସ, ମୁଁ ତୁମକୁ ମୋ ଅଟୋରେ ନେଇ ତୁମ ଠିକଣାରେ ପହଞ୍ଚେଇ ଦେବି। ଆରେ କାଉ ଭାଇ, ଏତେ ରାତିରେ ତୁମେ ଅଟୋ ନେଇ ଏଠି ଛିଡା ହେଇଛ ଯେ? କ'ଣ ଆଉ କରିବି ଭଉଣୀ, ଦିନ ବେଳେ ଏତେ କମ୍ ଟଙ୍କା ରୋଜଗାର ହେଉଛି ଯେ ମୋତେ ରାତିରେ ବି କାମ କରିବାକୁ ପଡୁଛି। ତୁମେ ବୋଧେ କୋଉଠିକି ଯିବ, ମୋ ଅଟୋରେ ବସ, ମୁଁ ତୁମକୁ ନେଇ ସେଠି ପହଞ୍ଚେଇ ଦେବି। ହଁ ହଁ, ମୁଁ ମୋ ଭଉଣୀ ରିନୁ ଘରକୁ ଯିବା ପାଇଁ ଚାହୁଁଛି। ଭଲ ହେଲା, ତୁମ ସହ ଦେଖା ହେଇଗଲା। ଚାଲ ମୋ ଭଉଣୀ ଘରେ ମତେ ପହଞ୍ଚେଇ ଦିଅ। ହଁ ହଁ ଠିକ୍ ଅଛି, ମୁଁ ରିନୁର ଘର ଦେଖିଛି। ଆସ ଆସ, ମୋ ଅଟୋରେ ବସ। ଆଚ୍ଛା, ତୁମେ କୋଉ ଜଙ୍ଗଲରୁ ଆସିଛ? ମୁଁ ତୁମକୁ ତ ଆଗରୁ ଏ ଜଙ୍ଗଲରେ ଦେଖିନି। ମୁଁ ସୁନ୍ଦରବନ ଜଙ୍ଗଲରୁ ଆସିଛି। ଏ ଜଙ୍ଗଲରେ ମୋ ଭଉଣୀ ଘର। ମୁଁ ଅନେକ ଦିନରୁ ମୋ ଭଉଣୀ ଘରକୁ ଆସିନଥିଲି। ଆରେ ଆରେ, ତୁମେ ତ ଅନେକ ଦୂରରୁ ଆସିଛ। ସକାଳୁ ଯଦି ଆସିଥାନ୍ତ, ରାତି ହେବା ଆଗରୁ ତୁମେ ତୁମ ଭଉଣୀ ଘରେ ପହଞ୍ଚି ପାରିଥାନ୍ତ। ହଁ କାଉ ଭାଇ, ଠିକ କଥା କହିଲ। ମୁଁ ବି ସକାଳୁ ଆସିଥାନ୍ତି ଯେ, ହେଲେ ଗୋଟେ କାମ ପଡ଼ିଗଲା ତ ସେ କାମ ସାରି ଆସୁ ଆସୁ ଡେରି ହେଇଗଲା। ଏମିତି କଥା ହେଉ ହେଉ ସେ କାଉ ମତେ ଗୋଟେ ଆଖୁ ବଗିଚାକୁ ନେଇଗଲା। ଏ କ'ଣ କାଉ ଭାଇ, ଆଗରେ ତ ଗୋଟେ ଆଖୁ ବଗିଚା ଅଛି, ଏଠି ତ ଆଉ ରାସ୍ତା ନାହିଁ। ତୁମେ ମତେ କୋଉଠିକି ନେଉଛ? ଆରେ ଆରେ, ଚିନ୍ତା କରନି ଭଉଣୀ, ଏଇଟା ଗୋଟେ ସର୍ଟକଟ ରାସ୍ତା। ତୁମ ଭଉଣୀ ଘରେ ଆମେ ଶୀଘ୍ର ପହଞ୍ଚିଯିବା। ତୁମେ ଚୁପ୍ ହେଇ ବସ। କାଉ ଭାଇ, ତୁମେ ଏଠି ଅଟୋ କାହିଁକି ରଖିଦେଲ? ଏଇ ଆଖୁ ବଗିଚା ପରେ ପରେ ତୁମ ଭଉଣୀ ଘର ଅଛି, ମୋ ପଛେ ପଛେ ଆସ। ଇ କ'ଣ କାଉ ଭାଇ, ତୁମେ ମତେ କଖାରୁ ଘର ଭିତରକୁ କାହିଁକି ଆଣିଲ? ଏଇ ଘର ମୋ ଭଉଣୀର ନୁହଁ, ତୁମେ ମତେ ଭୁଲ ଜାଗାକୁ ନେଇ ଆସିଛ। ଭୁଲ ନୁହଁ, ସେ ତତେ ଠିକ ଜାଗାକୁ ଆଣିଛି। ମରିବା ପୂର୍ବରୁ ତୁ ସବୁ ସତ କଥା ଜାଣିନେ। ମାନେ ତମେ ମାନେ ଏସବୁ କ'ଣ କହୁଛ? ଆମେ 3 ଜଣ ଚଢ଼େଇ ମାନଙ୍କୁ ବୋକା ବନି ଏଇ କଖାରୁ ଘରକୁ ଆଣୁ, ଆଉ ତାଙ୍କୁ ମାରି ତାଙ୍କ ମାଂସ ଶିଆଳ ପାଖରେ ବିକ୍ରି କରୁ। ଶିଆଳ ଆମକୁ ଚଢ଼େଇ ମାଂସ ବଦଳରେ ଅନେକ ଟଙ୍କା ଦିଏ। ତମେ ମାନେ ଏତେ ଖରାପ ପକ୍ଷୀ, ତମ ମାନଙ୍କୁ ତ ଶାସ୍ତି ମିଳିବା ଦରକାର। ଚୁପ୍ କର, ଗୋଟେ ଚଢ଼େଇ ମାଂସର ଦାମ କେତେ ଜାଣିଛୁ? ତା ଶୁଣିଲେ ତ ତୁ ବି ଚଢ଼େଇ ମାରିବାକୁ ପଛେଇବୁନି। ତ ମାଂସ ବିକ୍ରି କଲେ ଶିଆଳ ଆମକୁ 2 ଲକ୍ଷ ଟଙ୍କା ଦେବ। ଏତେ ଟଙ୍କା ଆମେ ହାତ ଛଡ଼ା କେମିତି କରିବୁ କହିଲୁ? ଆରେ ଜଲ୍ଦି ଯାଅ, ଛୁରୀ ଆଣି ୟାର ବେକ କାଟିଦିଅ। ନା ନା, ମତେ ମାରନି, ମତେ ଛାଡ଼ି ଦିଅ। ମୁଁ ଯେତେ ଚିତ୍କାର କଲେ ବି ଏ ବଦମାସ ମାନେ ମୋର କିଛି କଥା ଶୁଣିଲେନି, ଆଉ ମୋର ବେକ କାଟି ମତେ ମାରିଦେଲେ। ଭଉଣୀ, ଏତେ ଦିନ ପରେ ତୋ ସହ ଦେଖା ହେଲା, ହେଲେ କେମିତିକା ରୂପରେ? ସବୁ ଏ ବଦମାସ ମାନଙ୍କ ପାଇଁ। ଜଣା ନାହିଁ ଏମାନେ କେତେ ନିରୀହ ଚଢ଼େଇଙ୍କୁ ମାରିଛନ୍ତି। ତୁ ଏସବୁ ଆଉ ଚିନ୍ତା କରନି ଭଉଣୀ, ଏମାନେ ଆଉ କୋଉ ପକ୍ଷୀକୁ ବି ମାରି ପାରିବେନି। ଏବେ ସେ ଶିଆଳର ପାଳି, ତାକୁ ବି ମୁଁ ଛାଡ଼ିବିନି। ମୁଁ ତାକୁ ବି ମାରିଦେବି। ସେମିତି ହେଲେ ଚଢ଼େଇ ମାନଙ୍କର ଆଉ ଭୟ ରହିବନି। ଭଉଣୀ, ତୁ ଏବେ ଘରକୁ ଯା। ଯଦି କିଏ ଏଠାକୁ ଚାଲି ଆସିବ, ସେ ଭାବିବ ତୁ ଏମାନଙ୍କୁ ମାରିଛୁ। ଶୀଘ୍ର ଘରକୁ ଯା ଭଉଣୀ। ଏମିତି ଶୁଣି ମା ଚଢ଼େଇ ଶୀଘ୍ର ତା ଘରକୁ ଗଲା। ସେପଟେ ପିଶାଚି ଗଲା ଶିଆଳ ପାଖକୁ। ନିରୀହ ଚଢ଼େଇ ମାନଙ୍କୁ ମାରି ତୁ ଏଠି ଆରାମରେ ଶୋଇଛୁ। ତୋ ପାଇଁ ସେ 3 ବଦମାସ ଚଢ଼େଇ ମାନଙ୍କୁ ମାରୁଥିଲେ। ଆଜି ମୁଁ ତତେ ଛାଡ଼ିବିନି। ଏମିତି କହି ପିଶାଚି ଶିଆଳର ବେକକୁ ବି କାଟିଦେଲା। ତାର ଆତ୍ମାକୁ ଶାନ୍ତି ମିଳିଗଲା। ସେ ସବୁଦିନ ପାଇଁ ସେଠାରୁ ଚାଲିଗଲା। ସେଦିନ ପରଠାରୁ ସେ ଜଙ୍ଗଲରୁ ଆଉ ଚଢ଼େଇମାନେ ହଜିଲେନି। ଏକ ଜଙ୍ଗଲରେ ଗୋଟେ ବୁଢ଼ା ବରଗଛ ଥିଲା। ସେଇ ଗଛରେ ଏକ ବୁଢ଼ୀ ପିଶାଚି ରହୁଥିଲା। ସେ ବୁଢ଼ୀ ହେଇ ଯିବାରୁ ଆଉ ଚଢ଼େଇମାନଙ୍କୁ ମାରି ଖାଇ ପାରୁନଥିଲା। ଅନେକ ଦିନ ଧରି ତାକୁ ଉପାସରେ ରହିବାକୁ ପଡୁଥିଲା। କେତେ ଦିନ ହେଇଗଲାଣି ମୁଁ ଖାଇନି ମାଛ, ମାଂସ, ଅଣ୍ଡା। ଦିନକୁ ଦିନ ହେଇଗଲିଣି ପତଳା ରୋଗିଣା। ଭୋକରେ ମୋର ଆଖିକୁ ଦିଶୁନି କିଛି। ଏବେ ଯାହା ପାଇବି ଖାଇବି, ସେ ମଶା ହଉ କି ମାଛି। ପିଶାଚି ଯୋଉ ଗଛରେ ରହୁଥିଲା ସେଇ ପାଖରେ ଏକ ସ୍କୁଲ ଥିଲା।
ସେଇ ସ୍କୁଲରେ ସବୁ ଚଢି ଛୁଆ ପାଠ ପଢୁଥିଲେ। ଆରେ ଗୁଡୁ, ଆଜି ନା ମୋ ମା ଟିଫିନରେ ଚାଉମିନ ଦେଇଛନ୍ତି। ମୋ ମା ତ ଚିକେନ ସାଣ୍ଡୱିଚ ଦେଇଛନ୍ତି। ଆଜି ଆମେ ମଜା କରି ଟିଫିନ ଖାଇବା। କଣ ହେଲା? ମୁଁ ଏ କଣ ଶୁଣୁଛି? ଚାଉମିନ, ଚିକେନ ସାଣ୍ଡୱିଚ ଶୁଣିକି ମୋ ଭୋକ ଦିଗୁଣା ବଢିଗଲାଣି। ଆଜି ଯେମିତି ବି ହଉ ମୁଁ ଏ ଛୁଆଙ୍କର ଟିଫିନ ଖାଇବି। ଏମିତି କହି ପିଶାଚି ଏକ ସ୍କୁଲ ଛୁଆର ରୂପ ନେଇ ସବୁ ଛୁଆଙ୍କ ସହ ମିଶି ସ୍କୁଲ ଭିତରକୁ ଗଲା। ବା ବା ବା, କି ସୁନ୍ଦର ବାସ୍ନା ଚାରିଆଡୁ ଆସୁଛି। ଆଜି ମୁଁ ପେଟ ପୁରା ଖାଇବା ଖାଇପାରିବି। ପିଶାଚି ଏମିତି କହୁଥିବା ସମୟରେ ଟିଚର ରିନୁ କ୍ଲାସକୁ ଆସିଲା। ଟିଚରକୁ ଦେଖି ପିଶାଚି ଭୟରେ ବେଞ୍ଚ ତଳେ ବସି ପଡିଲା। ପିଲାମାନେ, ଓଡିଆ ବହି ବାହାର କର। ଆଜି ଆମେ ଓଡିଆ ପଢିବା। ଆରେ ଆରେ, ଏ ମ୍ୟାଡମକୁ ଦେଖି ଲାଗୁଛି ଇଏ ବହୁତ ରାଗି ହେଇଥିବ। ମୁଁ ଟିଫିନ ଖାଇବା ବେଳେ ଯଦି ଏ ମତେ ଦେଖିବ, ଇଏ ତ ମତେ ବହୁତ ପିଟିବ। ଏବେ କଣ କରିବି? ହଁ, ମୁଁ ଏମିତି ତଳେ ବସି ଟିଫିନ ଖାଇନିଏ। ଏମିତି କହି ପିଶାଚି ତା ପାଖରେ ବସିଥିବା ଏକ ଛୁଆ ମୁନିର ଟିଫିନକୁ ନେଇ ଆସି ସେଇ ବେଞ୍ଚ ତଳେ ବସି ଖାଇଲା। ପିଶାଚୀକୁ ସେ ଖାଇବା ବହୁତ ଭଲ ଲାଗିଲା। ସେପଟେ ମୁନି ଜାଣିପାରିଲାନି ପିଶାଚୀ ତା ଟିଫିନ ଖାଉଛି। ହେଲେ ରିନୁ ଖାଇବାର ଶବ୍ଦ ପାଇଗଲା। ଏଇ, କିଏ ପାଠ ପଢା ସମୟରେ ଖାଇବା ଖାଉଛ? ଏଇ ପଛରୁ ହିଁ ଶବ୍ଦ ଆସୁଛି। ଧରା ପଡିଯିବ ଜାଣି ପିଶାଚୀ ବେଞ୍ଚ ତଳୁ ଶୀଘ୍ର ବାହାରି କହିଲା, ମ୍ୟାଡମ, ଏଇ ମୋଟୁ ମୁନା ଟିଫିନ ଖାଉଥିଲା। ମୁଁ ନିଜ ଆଖିରେ ଦେଖିଛି। ନା ନା ମ୍ୟାଡାମ, ମୁଁ ଟିଫିନ ଖାଇନି। ମୁଁ ଆଉ ଚିଣ୍ଟୁ କାଗଜ ପେନ୍ସିଲ ଟିକେ ଖେଳୁଥିଲୁ। କଣ ହେଲା? ପାଠ ପଢା ସମୟରେ ତମେ ଦୁଇ ଜଣ ଖେଳୁଛ? ଶୀଘ୍ର କାନ ଧରି ବେଞ୍ଚରେ ଛିଡା ହୁଅ। ତାପରେ ରିନୁର ନଜର ପିଶାଚୀ ଉପରେ ପଡିଲା। ସେ ତାକୁ କହିଲା, ଆଚ୍ଛା ଝିଅ, ତୁ କିଏ? ମୁଁ ତ ତତେ ଆଗରୁ ଏ ସ୍କୁଲରେ ଦେଖିନି। ତୁ କଣ ନୂଆ ଭର୍ତ୍ତି ହେଇଛୁ? ଆଜ୍ଞା ଆଜ୍ଞା ମ୍ୟାଡମ, ମୁଁ ନୂଆ ଭର୍ତ୍ତି ହେଇଛି। ମୋ ନାଁ ଲିଲି। ପିଶାଚୀ ସ୍କୁଲ ଛୁଆଙ୍କ ସହ ଏମିତି ମିଶିଗଲା ଯେ କେହି ବି ଜାଣିପାରିଲେନି ସେ ଗୋଟେ ପିଶାଚୀ। କିଛି ସମୟ ପରେ ଖେଳ ଛୁଟିର ଘଣ୍ଟି ବାଜିଲା। ଆରେ ଆରେ, ଖେଳ ଛୁଟିର ଘଣ୍ଟି ବାଜିଲା। ଚାଲ ସାଙ୍ଗମାନେ, ହାତ ମୁହଁ ଧୋଇ ଆସିବା, ତାପରେ ଟିଫିନ ଖାଇବା। ଏମିତି କଥା ହେଇ ସବୁ ଛୁଆ ବାହାରକୁ ଚାଲିଗଲେ। ଏସବୁ ଦେଖି ପିଶାଚୀ ଖୁବ ଖୁସି ହେଇଗଲା। ଏଇ ତ ମତେ ସୁଯୋଗ ମିଳିଗଲା। ଏବେ ମୁଁ ଟିଫିନ ଖାଇନେବି। ନାଚେ ମୋ ମନ ଆଜି ତାକ ଦିନ ଦିନ। ଗୋଟି ଗୋଟି କରି ଖାଇଦେବି ସଭିଙ୍କ ଟିଫିନ। ଏମିତି କହି ପିଶାଚୀ ସବୁ ଛୁଆଙ୍କ ଟିଫିନ ଖାଇଦେଲା। ତାପରେ ସେ ବାହାରକୁ ଖେଳିବା ପାଇଁ ଚାଲିଗଲା, ଯେମିତି ତା ଉପରେ କେହି ସନ୍ଦେହ କରିବେନି। କିଛି ସମୟ ପରେ ସବୁ ଛୁଆ କ୍ଲାସକୁ ଆସିଲେ ଆଉ ଦେଖିଲେ, ଏ କଣ? ମୋ ଟିଫିନ ପୁରା ଫାଙ୍କା। ମୋ ଟିଫିନ କିଏ ଖାଇଲା? ମାମା ଆଜି ଟିଫିନରେ ଚିକେନ ସାଣ୍ଡୱିଚ ଦେଇଥିଲା। ମୋ ଟିଫିନ କିଏ ଖାଇଲା? ଏବେ ମୁଁ କଣ ଖାଇବି? ସବୁ ଛୁଆ ଭୋକରେ କାନ୍ଦୁଥିଲେ। ଟିଚର ରିନୁ କ୍ଲାସକୁ ଆସିଲା। କିଏ ଟିଫିନ ଚୋରି କରିଛି ଜାଣିବାକୁ ସେ ଚେଷ୍ଟା କଲା, ହେଲେ ପାରିଲାନି। ସେତେବେଳେ ପିଶାଚୀ କହିଲା, ମ୍ୟାଡମ, ଏଇ ମୁନା ସମସ୍ତଙ୍କ ଟିଫିନ ଖାଇଛି। ହଁ, ମତେ ବି ସେମିତି ଲାଗୁଛି। ଆଜି ସକାଳେ ମ୍ୟାଡମ ମୁନାକୁ ଶାସ୍ତି ଦେଇଥିଲେ। ସେଥିପାଇଁ ସେ ପ୍ରତିଶୋଧ ନେବା ପାଇଁ ଆମ ସମସ୍ତଙ୍କ ଟିଫିନ ଚୋରି କରି ଖାଇ ଦେଇଛି। ନା ନା ମ୍ୟାଡାମ, ମୁଁ କାହାର ବି ଟିଫିନ ଚୋରି କରିନି। ଇଏ ମିଛ କହୁଛି ମ୍ୟାଡମ। ତାକୁ ଶାସ୍ତି ଦିଅନ୍ତୁ, ନହେଲେ ପ୍ରତ୍ୟେକ ଦିନ ଇଏ ଆମ ଟିଫିନ ଚୋରି କରି ଖାଇନେବ। ମୁନାର କଥାକୁ କେହି ବି ବିଶ୍ୱାସ କଲେ ନାହିଁ। ଆରେ ମୁନା, ଚୋରି କରିବା ମହାପାପ। ତୁ କାହିଁକି ସମସ୍ତଙ୍କ ଟିଫିନ ଚୋରି କଲୁ? ତତେ ଆଜି ଶାସ୍ତି ମିଳିବ। ସ୍କୁଲ ଛୁଟି ପରେ ତୁ ଆଜି ପୁରା କ୍ଲାସକୁ ସଫା କରିବୁ। ବାବା, ବଢିଆ ବଢିଆ। ଚୋରି କରିବି ମୁଁ, ଆଉ ଶାସ୍ତି ପାଇବ ଏ ମୁନା। ସ୍କୁଲ ଛୁଟି ହେଲା ପରେ ସବୁ ଛୁଆ ଘରକୁ ଚାଲିଗଲେ। ହେଲେ ମୁନା ପୁରା କ୍ଲାସକୁ ସଫା କରିବାରେ ଲାଗି ପଡିଲା। ଲିଲି, ମୋ ନାଁରେ ମିଛ କହି ତୁ କିଛି ବି ଠିକ କଲୁନି। ମୁଁ ତତେ ଛାଡ଼ିବିନି। ହଠାତ୍ ସେ ଦେଖିଲା, ଆରେ ଏ ଲିଲି ବସିଥିବା ବେଞ୍ଚ ତଳେ ଏତେ ଖାଇବା ପଡିଛି। ତା ମାନେ କଣ ଲିଲି ସମସ୍ତଙ୍କ ଟିଫିନ ଚୋରି କରି ଖାଇଛି? କ୍ଲାସ ସଫା କରି ମୁନା ଘରକୁ ଫେରୁ ଫେରୁ ସନ୍ଧ୍ୟା ହେଇଗଲା। ସ୍କୁଲରୁ ବାହାରିଲା ପରେ ସେ ଦେଖିଲା
ଲିଲି ଗଛରେ ଓଲଟା ହେଇ ଝୁଲିଛି। ଲିଲି ଯେମିତି ମୁନାକୁ ଦେଖିଲା ସେ ତୁରନ୍ତ ଗଛରେ ଲୁଚିଗଲା। ଆରେ ଏ ଲିଲି ଘରକୁ ନ ଯାଇ ଗଛ ଉପରେ କ'ଣ ପାଇଁ ରହିଛି? କିଛି ତ ଗଡ଼ବଡ଼ ଅଛି। ଆଗରୁ କେବେ ବି ସ୍କୁଲରେ କାହାର ବି ଟିଫିନ୍ ଚୋରି ହେଇନି। ଆଜି ଏ ଲିଲି ପ୍ରଥମ ଥର ସ୍କୁଲକୁ ଆସିଲା ଆଉ ସମସ୍ତଙ୍କ ଟିଫିନ୍ ଚୋରି ହେଇଗଲା। କାଲି ସକାଳ ହେଉ, ସମସ୍ତେ ଯେତେବେଳେ ସ୍କୁଲକୁ ଆସିବେ ମୁଁ ଏ ଲିଲି ଉପରେ ନଜର ରଖିବି। ସକାଳ ହେଲା, ସବୁ ଛୁଆ ସ୍କୁଲକୁ ଆସିଲେ। ମୁନା ସବୁ ସମୟରେ ଲିଲି ଉପରେ ନଜର ରଖୁଥିଲା। ପୂର୍ବ ଦିନ ସବୁ ଛୁଆଙ୍କ ଟିଫିନ୍ ଚୋରି ହେବା ଯୋଗୁଁ ଆଜି କେହି ବି ନିଜ ଟିଫିନ୍ ଛାଡ଼ି ବାହାରକୁ ଯାଉନଥିଲେ। ଏମିତି ଦେଖି ପିଶାଚି ଚିନ୍ତାରେ ପଡ଼ିଗଲା। ହଠାତ୍ ସେ ଏକ ଉପାୟ ଚିନ୍ତା କରି କହିଲା, ତମେ ମାନେ ନିଜ ନିଜ ଟିଫିନ୍ ଖାଉନ କ'ଣ ପାଇଁ? ବାହାରେ ଯୋଉ ବଡ଼ ଗଛ ଅଛି, ଚାଲ ଟିଫିନ୍ ଧରି ସେ ଗଛ ତଳକୁ ଯିବା। ଗଛ ଛାଇରେ ବସି ଆରାମରେ ଟିଫିନ୍ ଖାଇବା। ସବୁ ପିଲା ବି ପିଶାଚିର କଥାରେ ରାଜି ହେଇ ଗଛ ତଳକୁ ଗଲେ। ପିଶାଚି ଲିଲି ବି ତାଙ୍କ ପଛେ ପଛେ ଗଲା। ମୁନା କିନ୍ତୁ ପିଶାଚି ଉପରେ ନଜର ରଖିଥିଲା। ଏତେ ସାରା ଟିଫିନ୍ ଦେଖି ତ ପିଶାଚି ଖୁସିରେ ନାଚିଲା ଆଉ ଶୀଘ୍ର ଗଛ ଉପରକୁ ଗଲା। ସବୁ ପିଲା ଯେତେବେଳେ ନିଜ ନିଜ ଟିଫିନ୍ ଖୋଲିଲେ ପିଶାଚି ସମସ୍ତଙ୍କ ଟିଫିନ୍ ନେଇ ଯାଉଥିଲା। ପିଲାମାନେ ଦେଖିଲେ ତାଙ୍କ ଟିଫିନ୍ ଆପେ ଆପେ ଗଛ ଉପରକୁ ଯାଉଛି। ଏସବୁ ଦୃଶ୍ୟ ଦେଖି ତ ସମସ୍ତେ ଖୁବ୍ ଡରିଗଲେ। ମୁନା ବି ଦୂରରୁ ଏସବୁ ଘଟଣା ଦେଖୁଥିଲା। ଆରେ ଆରେ, ଆମ ଟିଫିନ୍ ସବୁ ଆପେ ଆପେ ଗଛ ଉପରକୁ କେମିତି ଯାଉଛି? ବାବା, ଭୂତ ଭୂତ, ଏ ଗଛରେ ନିଶ୍ଚୟ ଭୂତ ଅଛି। ଆଚ୍ଛା ଆଚ୍ଛା, ଏସବୁ ତାହେଲେ ପିଶାଚିର କାମ। ଏ ପିଶାଚିକୁ ଉଚିତ ଶିକ୍ଷା ଦରକାର। କାଲି ସକାଳ ହେଉ। ସବୁ ପିଲା ଟିଫିନ୍ ଖାଇ ନ ପାରି କାନ୍ଦିଲେ। ପରଦିନ ଖେଳ ଛୁଟି ସମୟରେ ସମସ୍ତେ ନିଜ ନିଜ ଟିଫିନ୍ କ୍ଲାସରେ ଛାଡ଼ି ବାହାରକୁ ଚାଲିଗଲେ। ଏମିତି ଦେଖି ପିଶାଚି ଆଶ୍ଚର୍ଯ୍ୟ ହେଇଗଲା। ହେଲେ ସେ ପରେ ପୁଣି ଚିନ୍ତା କଲା, ଏ ଛୁଆଗୁଡ଼ା ଆଜି କ'ଣ ନିଜ ନିଜ ଟିଫିନ୍ କ୍ଲାସରେ ଛାଡ଼ି ବାହାରକୁ ଯାଉଛନ୍ତି? ସେ ଯାହା ବି ହଉ, ମୋ ପାଇଁ ତ ଭଲ ହେଲା। ଏବେ ମୋତେ ଟିଫିନ୍ ଖାଇବା ପାଇଁ ଏତେ ପରିଶ୍ରମ କରିବାକୁ ପଡ଼ିବନି। ଯାଏ ଏବେ ସମସ୍ତଙ୍କ ଟିଫିନ୍ ଖାଇନିଏ। ଏମିତି କହି ପିଶାଚି ଗୋଟେ ଛୁଆର ଟିଫିନ୍ ଖୋଲିଲା। ବାବା, ଏ ଛୁଆଟା ମାଂସ କଷା ଆଣିଛି। ଆଜି ତ ମଜା ଆସିଯିବ। ମୁଁ ଆଗ ଖାଇନିଏ। ଓହୋ, ଏ ମାଂସରେ କି ଲଙ୍କା ମିଶିଛି। ଓହୋ, ଭାରି ରାଗ। ପାଣି କୋଉଠି ଅଛି? ପାଖରେ ଥିବା ପାଣି ବୋତଲରୁ ପିଶାଚି ଯେମିତି ପାଣି ପିଇଲା ସେ ପୁଣି ଡେଇଁଲା। ଆରେ ଆରେ, ଆଜି ଲାଗୁଛି ମୁଁ ମରିଯିବି। ଏ ପିଲା ପାଣି ବଦଳରେ ନିମ୍ବ ପତ୍ରର ରସ ଆଣିଛି। ବଞ୍ଚାଅ, ମତେ କେହି ବଞ୍ଚାଅ। ଏ ଯନ୍ତ୍ରଣାରୁ ମୁକ୍ତ ହେବା ପାଇଁ ପିଶାଚି ମୁନା ଯାହା ବି ଟିଫିନ୍ରେ ଆଣିଥିଲା ତାକୁ ଖୋଲି ଖାଇଦେଲା। ତା ଖାଇ ତ ପିଶାଚି ଆହୁରି ବିପଦରେ ପଡ଼ିଗଲା। ମୁନା ତା ଟିଫିନ୍ରେ ବର ଅଠା ଆଣିଥିଲା। ବର ଅଠା ଖାଇ ପିଶାଚି କଥା କହିପାରିଲାନି। ଠିକ୍ ସେହି ସମୟରେ ସବୁ ପିଲା କ୍ଲାସକୁ ଆସିଲେ। ପିଶାଚି, ଏବେ ପାଇଲୁ ମଜା? ତୁ ସମସ୍ତଙ୍କ ଟିଫିନ୍ ଚୋରି କଲୁ ଆଉ ଶାସ୍ତି ପାଇଲି ମୁଁ। ଗତକାଲି ମୁଁ ମୋ ସାଙ୍ଗମାନଙ୍କ ସହ ମିଶି ଏ ଯୋଜନା ବନେଇଥିଲି। ତୁ ଆଜି ଆମ ଜାଲରେ ପଡ଼ିଗଲୁ। ତୁ ଆମର କିଛି କ୍ଷତି କରିନଥିଲୁ, ସେଥିପାଇଁ ଆମେ ତତେ ଗୋଟେ ସୁଯୋଗ ଦେବୁ। ହେଲେ ତା ଆଗରୁ ତୁ ଆମକୁ କଥା ଦେ ଯେ ତୁ ଆଉ ଦିନେ ବି ଆମ ଟିଫିନ୍ ଚୋରି କରିବୁନି। ତାହେଲେ ଯାଇ ଆମେ ତତେ ଛାଡ଼ିବୁ। ପିଶାଚି ମୁଣ୍ଡ ହଲେଇ ରାଜି ହେଲା। ସବୁ ପିଲା ତାକୁ କ୍ଷମା କରିଦେଲେ। ସେଦିନ ପରଠାରୁ ପିଶାଚି ଆଉ କାହାର ବି ଟିଫିନ୍ ଚୋରି କଲା ନାହିଁ। ସେ ପିଲାମାନଙ୍କ ସହ ମିଶି କ୍ଲାସରେ ପାଠ ପଢୁଥିଲା। ଖେଳ ଛୁଟିରେ ସମସ୍ତେ ନିଜ ନିଜ ଟିଫିନ୍ରୁ କିଛି କିଛି ପିଶାଚିକୁ ଦେଉଥିଲେ। ପିଶାଚି ସେସବୁ ଖାଇ ଖୁବ୍ ଖୁସି ହେଉଥିଲା। ସେ ଖୁସିରେ ପିଲାମାନଙ୍କ ପାଇଁ ସ୍କୁଲ ପଡ଼ିଆରେ ଏକ ବଡ଼ ଦୋଳି ତିଆରି କରିଦେଲା। ପିଲାମାନେ ମନ ଖୁସିରେ ସେ ଦୋଳିରେ ଖେଳୁଥିଲେ।